ଗୁରୁ ଦିବସ ଉପରେ ଏକ ସୁନ୍ଦର ଓ ସଂକ୍ଷିପ୍ତ ଭାଷଣ ଛାତ୍ରଛାତ୍ରୀଙ୍କ ପାଇଁ। ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବେ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଓ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ଓ ମୋର ସହପାଠୀଗଣ, ଆଜି ସେପ୍ଟେମ୍ବର 5 ତାରିଖ, ପବିତ୍ର ଗୁରୁ ଦିବସ। ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ସେ 1888 ମସିହା ସେପ୍ଟେମ୍ବର 5 ତାରିଖ ଦିନ ତାମିଲନାଡୁର ତିରୁତାନିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ବୀରସ୍ୱାମୀ ଓ ମାତାଙ୍କ ନାମ ଥିଲା ସୀତାମା। ତାଙ୍କର ପ୍ରାଥମିକ ଶିକ୍ଷା ତିରୁତାନିର କେ.ଭି. ହାଇସ୍କୁଲରେ ସମାପ୍ତ କରିଥିଲେ। ସେ ମାଡ୍ରାସର ଖ୍ରୀଷ୍ଟିଆନ କଲେଜରୁ କଲେଜ ଶିକ୍ଷା ପ୍ରାପ୍ତ କରିଥିଲେ। ଦର୍ଶନ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଦର୍ଶନ ଶାସ୍ତ୍ରରେ ସେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। 1909 ମସିହାରେ ମାଡ୍ରାସର ପ୍ରେସିଡେନ୍ସି କଲେଜରେ ଅଧ୍ୟାପନା କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ 1952ରୁ 1962 ପର୍ଯ୍ୟନ୍ତ ଭାରତର ଉପରାଷ୍ଟ୍ରପତି ଏବଂ 1962ରୁ 1967 ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ 1954 ମସିହାରେ ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା। ତାଙ୍କର କେତେକ ଛାତ୍ରଛାତ୍ରୀ, ବନ୍ଧୁ ତଥା ଶୁଭଚିନ୍ତକ ତାଙ୍କର ଜନ୍ମ ଦିବସକୁ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ଶିକ୍ଷା ପ୍ରତି ଥିବା ତାଙ୍କର ଆନ୍ତରିକତା ତଥା ଶିକ୍ଷକଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରିବା ପାଇଁ କହିଥିଲେ। 1962 ମସିହାରୁ ଅଦ୍ୟାବଧି ଏହି ଦିବସଟିକୁ ଗୁରୁ ଦିବସ ରୂପେ ପାଳନ କରାଯାଉଅଛି। ଶିକ୍ଷକ ହେଉଛନ୍ତି ଜାତି ନିର୍ମାତା। ସେ ଦେଶର ଭବିଷ୍ୟତ ବଂଶଧରଙ୍କୁ ଗଢ଼ିଥାନ୍ତି। ସେ ସମସ୍ତଙ୍କର ପୂଜ୍ୟ ଓ ନମସ୍ୟ। ଗୁରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତ କରି ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ଗୁରୁ ହେଉଛନ୍ତି ଈଶ୍ୱରଙ୍କ ତୁଳନୀୟ। ସେଥିପାଇଁ ଭାଗବତରେ କୁହାଯାଇଛି, ଗୁରୁଙ୍କୁ ନ ମଣି ବନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ସାଧାରଣତଃ ପିତାମାତା ହେଉଛନ୍ତି ପ୍ରଥମ ଗୁରୁ ଏବଂ ଦ୍ୱିତୀୟ ଗୁରୁ ହେଉଛନ୍ତି ଶିକ୍ଷକ ବା ଗୁରୁ। ଗୁରୁ ଉଚିତ ଶିକ୍ଷା ଦେଇ ପ୍ରେରଣା, ସତ୍ମାର୍ଗ ତଥା ଦିଗ୍ଦର୍ଶନ ଦେଇ ଛାତ୍ରଛାତ୍ରୀଙ୍କ ଜୀବନକୁ ସରଳ ଓ ଆଲୋକିତ କରିଥାନ୍ତି। ତେଣୁ ଆଜିର ପବିତ୍ର ଗୁରୁ ଦିବସରେ ଆମେ ଶପଥ ନେବା କି ଆମେ ସବୁବେଳେ ଗୁରୁଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଓ ତାଙ୍କ ଦିଗ୍ଦର୍ଶନରେ କାର୍ଯ୍ୟ କରି ଆମେ ବଡ଼ ମଣିଷ ହେବା।
ଏତିକି କହି ମୋର ବକ୍ତବ୍ୟ ସାଙ୍ଗ କରୁଛି। ଧନ୍ୟବାଦ।